କେରଳର ସ୍ଥାନୀୟ ନିର୍ବାଚନରେ ମୁନାରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ବିଜେପି ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସୃଷ୍ଟି କରିଛି। ଏଲ୍ଡିଏଫ୍ ଏବଂ ବିରୋଧୀ ଦଳ ୟୁଡିଏଫ୍ ରାଜ୍ୟରେ ବିଜେପିର ଏହି ପଦକ୍ଷେପ କଂଗ୍ରେସକୁ ଏବେ କଷ୍ଟକର ସ୍ଥିତିରେ ପକାଇଛି। ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ସୁନ୍ଦରରାଜଙ୍କ ଝିଅ ହେଉଛନ୍ତି ସୋନିଆ। ସୋନିଆଙ୍କ ବାପା ସୋନିଆ ଗାନ୍ଧୀଙ୍କର ଜଣେ ପ୍ରଶଂସକ ହୋଇଥିବାରୁ ତାଙ୍କ ଝିଅର ନାମ ଏମିତି ରଖିଛନ୍ତି, ଯିଏକି ଜଣେ ବିଜେପି କର୍ମୀ ଏବଂ ସୁଭାଷଙ୍କୁ ବିବାହ କରିଛନ୍ତି। ସୁଭାଷ ବିଜେପିର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସକୁ ଭୁଆଁ ବୁଲାଇବା ପାଇଁ ବିଜେପି ଏହି ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି, ଯାହା କେରଳର ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛନ୍ତି। ସୋନିଆ ଗାନ୍ଧୀ ଲଢୁଛନ୍ତି କେରଳର ମୁନାର ପଞ୍ଚାୟତ ନିର୍ବାଚନ। କେବଳ ଏତିକି ନୁହେଁ, ସେ ପୁଣି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ସ୍ଥାନୀୟ ନିର୍ବାଚନରେ ନାଲାଥନି କଲାରୁ ବିଜେପି ପ୍ରାର୍ଥୀ କରିଛି। ସୋନିଆ ଗାନ୍ଧୀଙ୍କ ବୟସ 34 ବର୍ଷ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନାଁ ରଖିଥିବା ଏହି ସୋନିଆଙ୍କ ରାଜନୀତି ବି ରୋଚକ। କଂଗ୍ରେସ ପରିବାରରେ ଜନ୍ମ, କିନ୍ତୁ ବିବାହ ବିଜେପି ପରିବାରରେ। ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ଜନ୍ମ ସ୍ଥାନୀୟ ଶ୍ରମିକ ତଥା କଂଗ୍ରେସ ନେତା ଦୁରେରାଜଙ୍କ ଘରେ ହୋଇଥିଲା। ଦୁରେରାଜ ନିଜ ଝିଅର ନାଁ ସୋନିଆ ଗାନ୍ଧୀଙ୍କ ନାମ ଅନୁସାରେ ରଖିଥିଲେ। ସୋନିଆ ଗାନ୍ଧୀ ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଥିଲେ। ଏହି ନାଁକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା। ବିବାହ ପରେ ସୋନିଆ ଗାନ୍ଧୀଙ୍କ ପାଇଁ ସ୍ଥିତି ବଦଳି ଯାଇଥିଲା। ମନୋରମା ରିପୋର୍ଟ ଅନୁସାରେ ସୋନିଆଙ୍କ ସ୍ୱାମୀ ସୁଭାଷ ବିଜେପିର ପଞ୍ଚାୟତ ମହାସଚିବ ଅଛନ୍ତି ଓ ସେ ଅଲ୍ଡୋ ମୁନାର ମୁଲକ୍କାଡରୁ ଉପନିର୍ବାଚନ ମଧ୍ୟ ଲଢ଼ିଥିଲେ। ଏହାପରେ ସୋନିଆ ଗାନ୍ଧୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ସୋନିଆ ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଓ ଏହାକୁ ନେଇ ତାଙ୍କ ମନରେ ଜବରଦସ୍ତ ଉତ୍ସାହ ମଧ୍ୟ ରହିଛି। ତାଙ୍କ ସାମ୍ନାରେ କଂଗ୍ରେସର ମଞ୍ଜୁଳା ରମେଶ ଓ ସିପିଏମ୍ର ବଲରମତି ଅଛନ୍ତି। କେରଳରେ ପଞ୍ଚାୟତ ଓ ପୌର ନିର୍ବାଚନ ଡିସେମ୍ବର 9, 11 ଦୁଇଟି ପର୍ଯ୍ୟାୟରେ ହେବ।